आलो तू जाउछि मु हां के रे सेटा आलो तू जाउछि मु आच आचर चहिरालो आच आचर चहिरा आच आचर चहिरा आड़ी बंधर हेउछि नवरंग जातरा रस हिरालो आसी रसन कहिबु परा रस हिरालो किए डाका घड़ी घड़ी है किए डाका घड़ी घड़ी किए डाका घड़ी घड़ी कांत जाई छंती विदेश छाड़ी न मार रड़ी एका न जीवी गृह छाड़ी न मार रड़ी
সত কহিবু মো আগে ফেরি দেব না হারি हेलो हेले से प्रश्न करिसंती कोन आलो तू जाउछि मु हे गला ने गोटे जो पिला देखू मु कहली आलो तू जाउछि मु आई लव यू एरा हलानी कौन पाऊनी ओ मन पाऊनी कौन पाऊनी बोली बोली कहू आलो तू किलो जाऊछि मु कथा गोटी पचारिले चाहू चाहू आज्ञा कही देवी बोली गर्व नाही मोर मु उत्तर बुझाई देवी रंग सभार पचारिले आसी मो भाई नाथ भाई हेउ कि न हेउ उत्तर पदे देवा बुझाई मु रामायण कारण देउछि कहिण ए जो बेंगवती रुई दुए बेंगवती झियोटा होइथिले जन्म ठीकी से बेंगवती रहिथिले ऋषि कुटीरे मु ठीक ठीक करी कहूछि रंग सभार आरे नीति करी धन किए भाई जाउछि चोरा पीरती झियो संगे करूअछि बाबू सत्ताबाला बारी बिलरे दला उछाई ना करी हिराल सुण मन दाई आउरी मंदर उदर तोर पिता होटंदी तोर बापा होटंदी आउरी आसिले मो नाम को कहि बुझटदी ठीकी बापा बारी वीर मो पुर को आसीथिला आउरी बलत्कार करी मते हरण करा मात्र कंठ देई बापा हे जाई अछि सही दिने विवाह बार पाई आउरी आलो तू बोली कही अछई जाउछि एठारु जाउछि पळाई हेउ पंडित जन सुण हे पंडित होई आज्ञा से दिन बाळीवीर कहिथिला भाई एक कथा कहिले बाबू को न माने मन बोइले काहे की गाउछ रामायण पुराण आउ गोटिए कथा देवा बुझाई आलो तू जाउछि मु काकू देखी को पुओ कहिथिला चाहू कहिले सिना तांको मानिब मन सुनिबे बाबू माने डेरी न करना एमिति बहुत प्रकार अर्थ अछि एमिति बहुत प्रकार अर्थ अछि से अर्थ जाको आज्ञा कहूछि बाछि जने संपर्कीय लोक धियो
ହୋଇଥିବ ସମ୍ପର୍କୀୟ ପୁଅ ଯେତେବେଳେ ଡାକିବ ଫୋନ ନମ୍ବର ଦେଇଥିବ ତାକୁ ପୁଅ କହିବ ଆସ ସେହି ଜାଗାକୁ ଏ ମୋବାଇଲ କିସ କଲା ଭାଇଲି ପୁଅ ଫୋନରେ ଯେତେବେଳେ ଡାକିବ ଭାଳି ଯେତେବେଳେ ଲାଗିବ ଫୋନ ନମ୍ବର ଆଲୋ ତୁ ଯାଉଛି ମୁଇଁ ପୁଣି ସେହି ଠାବର ଏ କଥା ଗୋଟିକି ହେଇଯିବ ହୋଇ ଶୁଣିବେ ବାବୁ ମାନେ ମନ ଦେଇ ବାବୁ ନାହିଁ ନାହିଁ କରିଦେଲି ମୋର ଭାନ ଭାଇ ଆଉ କେଉଁ ପ୍ରକାର ଥିଲେ ଆଜ୍ଞା ଦିଅନ୍ତୁ କହି ବାବୁ ଏ କଥାକୁ ବାବୁ ମୋର କାଟିଦେଲେ ଆଉ କେଉଁ ପୁରାଣର ମନ ରଖିଲେ ଏଇଟା ବି ହେଲେ ହେଲାନି ଆଲୋ ତୁ ଯାଉଛି ମୁଁ ଆଲୋ ତୁ ହେଲେ ବାପ ଦେବୀ ଭାଗବତକୁ ଏଥର ଯିବା ପଳାଇ ଲୁହାର ଚଣା ହେ ଫାଟି ଯିବ ଭାଇ ଦିନକର କଥା ହେ ଶୁଣ ଦେଇ ମନ ଗାଇଲେ 5 ଘଣ୍ଟା ଲାଗିବ ଦେବୀ ଭାଗବତ ପୁରାଣ ଦିନକର କଥା ମୁଁ ଦେଉଛି ବୁଝାଇ ଏ ଯୋ ଅତି ଋଷି ଭାରି ଯା ଅନୁସାୟା ତହିଁ ଠିକ ଏ ଯୋ ବ୍ରହ୍ମା ବିଷ୍ଣୁ ମହେଶ୍ୱର 3 ଜଣ 6 ମାସିଆ ପିଲା ହୋଇଥିଲେ ମୋଧନ ଅନୁସାୟାଙ୍କର ଦେଖ ସତୀ ବଳରେ 6 ମାସିଆ ପିଲା ହୋଇଥିଲେ କୁଟୀରରେ ଆରେ ସେଦିନ ଲକ୍ଷ୍ମୀ ସାବିତ୍ରୀ ଯୋ ପାର୍ବତୀ ମାତ ନାଟ ଲଗାଇବା ପାଇଁ ଗଲେ ବ୍ରହ୍ମାଙ୍କର ସୁତ ଠିକ କହିଲେ ଶୁଣ ମା ଖୁଡ଼ି ଆମ୍ଭର ବାପା ଦଦା କକା 6 ମାସିଆ ପିଲା ହୋଇଛନ୍ତି ଅନୁସାୟା ଘର ପଣ୍ଡିତ ହାଜର ଶୁଣ ହେ ପଣ୍ଡିତ ହୋଇ ସେଦିନ ବାତା ମାନେ ବିଚାର କରିଲେ ଭାଇ ଆହୁରି ଏମିତିକା ସତୀରେ ମଜପୁରେ ଅଛି ସେ ତ ଦେବତା ମାନଙ୍କୁରେ ସେ ଛୋଟ କରୁଛି ଛୋଟ ବାଳକ ରୂପରେ ନେଇ ରଖିଦେଲା ତାହା ଶୁଣି ମାତା ମାନେ ଆଶ୍ଚର୍ଯ୍ୟ ହୋଇଲେ ପରା ହେଉ ଭାବୁ କହ ତନ ଶୁଣ ଆହୁରି ସୁନ୍ଦର କଥା ତର ତର 3 ମାତା ବାବୁ ଚଳିଲେ ଏକା ଅନୁସୟା ପୂର୍ବେ ଯାଇ ଦେଖ ରେ ପ୍ରବେଶ ଖେଳେ ମାଲୋ ଆମର ସ୍ୱାମୀକୁ ଦିଅ ବସିଲେ ମାତ୍ର ସେଦିନ ମାତା ଦିଅନ୍ତି କହି ତୁମର କୋ ସ୍ୱାମୀ ମୁହିଁ ମତେ ଜଣା ନାହିଁ ମାତ୍ର ସହଦରେ ଅଟନ୍ତି ଏହି ବାଳକ ପିଲା ମୋର ସ୍ୱାମୀ ବୋଲି କିପରି କହୁଛ ପରା କିଏ ତୁମର ସ୍ୱାମୀ ଲୋ ଚିହ୍ନି କରି ନିଅ ଏହି ତର ତର ସାବିତ୍ରୀରେ ଗଲେ ନିଶ୍ଚୟ ଆଜ୍ଞା ତର ତର ସାବିତ୍ରୀରେ ପଳାଇ ଗଲେ ନାରାୟଣକୁ ସ୍ୱାମୀ ବୋଲି କୁଣ୍ଢାଇ ଧରିଲେ ମାତ୍ର ନାରାୟଣ ତାଙ୍କର ଦେବର ଅଟନ୍ତି ଦିଅର ହେଉଛି ଦିଅରକୁ ସ୍ୱାମୀ ବୋଲିରେ ଭାଉଜ ଧରିଛି କେତେ ପ୍ରକାର କହିଲେଣି ନନ୍ଦନ ହେଲେ ମଧ୍ୟ ବାବୁଙ୍କର ନ ମାନଇ ମନ କହିଲେ ଦେବୀ ଭାଗବତରେ ହେ ସପ୍ତମ ଖଣ୍ଡର କବି ଲେଖି ଅଛନ୍ତି ବଡ଼ ସୁନ୍ଦର ଆହେ ବାବୁ ମାନେ ଶୁଣିବେ ମନ ଦେଇ ମୁଣ୍ଡ ଖରାପ ଆମ୍ଭର ଗଲାଣି ହୋଇ ଭଗବତୀ ଭାରତୀ ମାଲୋ ଦେବୀ ନମସ୍ତେ ଭୈରବୀ ବାନ ମାଲୋ ଉଡ଼ାଉ ଜଗତେ ଭୈରବୀ ନାମ ଗୋଟି ତୋର କାଳିକା ଫର ଉଡ଼ାଇ ଦେଲୁ ବିଜୟ ପତାକା ଏଥର କହୁଛି ତୁମ୍ଭର ଉତ୍ତର ହେବ କି ନାହିଁ ଏ ତରୁଙ୍ଗ ସଭାର ହେଲେ ଦିନକରେ କଣ ହେଲା ଭାଇ ଆରେ ଯୋ ପ୍ରଭାସ ଯାଜ୍ଞ ହେ କରିବାର ପାଇଁ
ପ୍ରଭାସ ଜାଗ ହେ କରିବାର ପାଇଁ ଯୋ ଯଜ୍ଞ ଗୋଟି ଭଗବାନ କଲେ ବନେଇ ସବୁ ଦେବତାଙ୍କୁ ଦେଲେ ନିମନ୍ତ୍ରଣ ମା ଦେବକୀକୁ ଧନ ନ ଦେଲେ ନିମନ୍ତ୍ରଣ ଆଲୋ ତୁ ଯାଉଛି ମୁଁ କିଏ କାହାକୁ କହିଥିଲା ମୋ ଚାହୁଁ ପଣ୍ଡିତ ତର ଶୁଣ ହେ ପଣ୍ଡିତ ହୋଇ ପ୍ରଭାସ ଯାଜ୍ଞ କଥା ବାବୁରେ କହୁଛି ବୁଝାଇ ୟାରେ କଳ୍ପନାରେ ବାବୁ ଛୋଟ ବାଳକ ହେବେ ସକଳ ଦେବତା ମାନଙ୍କୁରେ ଦର୍ଶନକୁ ଦେବେ ମାତ୍ର ଚତୁର୍ଦିଗ ବୁଲିରେ ବ୍ରହ୍ମାଙ୍କ ରନ୍ଦନ ନିମନ୍ତ୍ରଣ ପତ୍ରକୁରେ ବାବୁ ଦେଇଥିଲେ ଧନ ମାତ୍ର କୋ ଜାଗାକୁରେ ତାକୁ ମନା କରିଦେଲେ ବାବୁ ସେଦିନ ନାରଦ ଋଷି ଯାଉଥିଲେ ମୋର ବାବୁ ମାନେ ଶୁଣ ମୋର ହେ ମଣ୍ଡିତ ହୋଇ କାହାକୁ ମନା ଏବେ କରିଥିଲେ ଭାଇ ଆରେ ଦେବ କି ଦୋଷ ଦିନ ଯେ କଳି ଲାଗିବ ଆହୁରି ଦୋଷ ତାକୁ ନ କହିଥିଲେ ରେ ବାବ ଆଜ୍ଞା ନନ୍ଦ ରାଜାକୁ ନିମନ୍ତ୍ରଣ ମିଳି ନାହିଁ ସେଦିନ ନନ୍ଦରାଣୀ ଯାଏ ପଳାଇ ପୁଅ ଯଜ୍ଞ କରୁଛି ବୋଲି ମାତା ବାହାର ଖେଳା ଯାଉଛି ଯଜ୍ଞକୁ ତ ଯିବି କହିଲା ନନ୍ଦ ଗୌଡ଼ ରାଗରେ ବାବୁ ଜର ଜର ନିମନ୍ତ୍ରଣ ପତ୍ର ଦେଇ ନାଇଲ ପୁଅ ତୋର ମାତ୍ର ଅବରଣେ ଯିଏ ଲ ଯାହାକୁ ଯା ସାଙ୍ଗକୁ ଯିବ ଯାହା ପାଖକୁ ଯିବ ଭଇ ନର୍କରେ ଯାଇ ପ୍ରାଣୀର ଘାଣ୍ଟି ହୋଇବ ହେ ବାପ ଠିକ ଠିକରେ ଦେବା କହି ହେବ କି ନ ହେବ ଅର୍ଥ ଯିବ ହୋଇ ଏ ଯୋ ପ୍ରଭାସ ଜାଗ କଳା କଥାକୁ ଶୁଣ କିଏ କାହାକୁ ଧନ ଦେଉଛି ଡାକିଣ ଦେବକୀ ଦେବକୀ କହୁଛି ଯଶୋଦାକୁ ଚାହିଁ ଶୁଣଲ ଯଶୋଦା ତୁ ମନକୁ ଦେଇ ଆଲୋ ତୁ ଯାଉଛି ମୁଁ ପ୍ରଭାସ ଯଜ୍ଞଟା ଲୋ ଆଜ ଦେଖିବା ଯୋଉ ଏଇଟା କହିଲେ କି ମାନିବ ମନ ହାତ ହଲାଇ ଦେଲେଣି ମୋର ହେଲେନି ଏକା ଦେବୀ ଭାଗବତ ଅର୍ଥ ଦେବା ବୁଝାଇ ଶୁଣିବେ ବାବୁ ମାନେ ମନ କରଣ ଦେଇ ଶୁଣ ହେ ବାବୁ ମାନେ ଡେରି ନ କରନ ଶୁଣ ହେ ବାବୁ ମାନେ ଡେରି ନ କରନ এইঠে সবু যাক কিমিতি রূপ ଯିବେ হইণ কামাক্ষী দেবী কথা দেবা বুঝাই শুনিবে বাবু মানে মন করুণ দেই কামাক্ষী দিনে কামাক্ষী মন্দিরে যেতেবেলে ধন হে নারায়ণ গলে যেতেবেলে নারায়ণ গলে পলাই যেতেবেলে নারায়ণ গলে পলাই কাউরি কামাক্ষী নারায়ণ দেখি দেই কইলা আজি টিকে মু মজা করিবি এথর দেবী ভাগবতরু অর্থ বুঝাই দেবি কাউরি কামাক্ষী কি যে মন্ত্র করিলে নারায়ণকু মকুন্দি উখুড়া করিদেলে মকুন্দি উখুড়া হইলে নারায়ণ মকুন্দি উখুড়া হইলে নারায়ণ বিচার পড়িগলা সমস্তঙ্গ মন যোগরে পুଣି ସମସ୍ତେ ଜାଣିଦେଲେ ନାରାୟଣ କେଡ଼େ କଥା ହଇଲା ବଇଲେ ନାରାୟଣଙ୍କର ଯେତେ କଥିଲେ ନନ୍ଦନ 1,60,000 ସହସ୍ରରେ ହସିଏ ନନ୍ଦନ ପିତାଙ୍କୁ ଖୋଜିବାକୁ ଗଲେ ବହନ ଯିବା ବେଳେ କାମାକ୍ଷୀ ଦେବୀ ଦେଖୁଛନ୍ତି
ବାପା ତ ମଖୁନ୍ଦି ଉଖୁଡ଼ା ହୋଇଛନ୍ତି ଓ କାମାକ୍ଷୀ ଖଣ୍ଡେ ଦୂରୁ ଦେଖିଲେ ତାଙ୍କୁ ତଳରୁ ଗୋଟାଇଲେ ଗୋଟିଏ କାଠିକୁ ରେ ଗୋଟାଇ ଦେଲେ କାମାକ୍ଷୀ ଦେବୀ କିସ ମନ୍ତ୍ର ପଢିଲେ ହଇରେ ସବୁ ପୁଅ ଯାକ ଚନ୍ଦା ପିମ୍ପୁଡ଼ି ହୁଅ ଦିଳେ ଚନ୍ଦା ପିମ୍ପୁଡ଼ିରେ ସର୍ବେ ଗଲେ ହୋଇ ଶୁଣିବେ ବାବୁ ମାନେ ମନ କରୁନ ଦେଇ ଚନ୍ଦା ପିମ୍ପୁଡ଼ି ହେଲେ କୃଷ୍ଣଙ୍କ ନନ୍ଦନ ଚନ୍ଦା ପିମ୍ପୁଡ଼ି ହେଲେ କୃଷ୍ଣଙ୍କ ନନ୍ଦନ ବାବୁ ମାନେ ଶୁଣ ମୋର ହେ ମଣ୍ଡିତ ହୋଇ ଜନ୍ଦା ପୁଗୁଡ଼ି ପୁଅ ମାନେ ହୋଇଗଲେ ଭାଇ ବ୍ରହ୍ମାଙ୍କର ପୁଅରେ ନାରଦ ଦାଢ଼ିଆ ବାଟେ ଘାଟେ ଗଲେ ରେ ଖୋଳନ୍ତି ଗାଢ଼ିଆ ସେଦିନ ନାରଦ ମୁନି ବିଚାର କଲେ ଆରେ ଯଶୋବନ୍ତୀପୁରକୁ ନାରଦ ମୁନି ଗଲେ କହିଲେ କଥା ଶୁଣ ହେବେ ଦବର କେଡ଼େ ବଡ଼ କଥା ଗଲାଣି କାମାକ୍ଷୀ ଏଠାର ତୁମ ଭାଇ କୁମକୁନ୍ଦି ଉଖୁଡ଼ା କରିଛି ତୁମ ଭାଇ କୁମକୁନ୍ଦି ଉଖୁଡ଼ା କରିଛି ଯେତେକ କୃଷ୍ଣଙ୍କର ପୁଅ ଅଛନ୍ତି ଚନ୍ଦା ପିମ୍ପୁଡ଼ି ହୋଇ ଭାଇକୁ ଖାଉଛନ୍ତି ଚନ୍ଦା ପିମ୍ପୁଡ଼ି ହୋଇ ଭାଇକୁ ଖାଉଛନ୍ତି ସେଦିନ ମରାଳ ପୃଷ୍ଠେ ବେଦବର ଗଲେ ଯାଇ କରି ମିଳିଗଲେ କାମାକ୍ଷୀ ଦେଉଳେ ଏ କାମାକ୍ଷୀ ଦେଖିଲା ବ୍ରହ୍ମାଙ୍କୁ ଏ କାମାକ୍ଷୀ ଦେଖିଲା ବ୍ରହ୍ମାଙ୍କୁ ଖଣ୍ଡେ ଦୂରୁ ଦେଖି ମନ୍ତ୍ର ପଢିଲେ ରେ ବାବୁ ମନ୍ତର ଗଲେ କିବାରେ ଯନ୍ତର ଗଲେ ମନ୍ତର ଗଲେ କିବାରେ ଯନ୍ତର ଗଲେ ମନ୍ତ୍ର ପଢି ମାତା ଦେଖରେ ଫିଙ୍ଗି ନନ୍ଦରେ କାଠ ବେଙ୍ଗ ଗୋଟି ଦେଖ ହଇଲେ ବେଦବର କାଠ ବେଙ୍ଗ ଗୋଟି ଦେଖ ହଇଲେ ବେଦବର ଏ କଥାଟା ଲେଖା ଅଛି ଦେବୀ ଭାଗବତର ଆରେ କାଠ ବେଙ୍ଗ ଯେତେବେଳେ ବ୍ରହ୍ମା ହଇଲେ ସରିଗଲା ସଂସାର ବୋଲି ଭାଗିଣୀ ହେଲା ତିଳେ ସରିଗଲା ସର୍ବ ସଂସାର କାଠ ବେଙ୍ଗ ହୋଇଗଲେଣି ପ୍ରଭୁ ବେଦବର ତାପର କଥା ଗୋଟି ଦେଉଛି କହି ଶୁଣ ହେ ବାବୁ ମାନେ ମନ କରୁନ ଦେ ଗାଇଲେ ଗୋଟିଏ ହେବ ରାତିର ପୁରାଣ କେମିତି ଉଦ୍ଧାର ହେବେ ମୋର ପୂର୍ଣ୍ଣମା ଜହ୍ନ ବାବୁ ସେଦିନ ନାରାୟଣ ଦେଖ ବିଚାରକୁ ଗଲେ ନାରାୟଣ ତ ବକୁନ୍ଦୁଗୁଡ଼ା ବାବୁ ସେଦିନ ନାରଦରେ ବିଚାରକୁ ଗଲେ ଧର୍ମପୁତ୍ର ପାଖୁ ପାଖୁରେ ପଳାଇ ନ ଗଲେ ଦୁଦଷ୍ଟିର ରାଜାଙ୍କୁରେ ଯାଇ ନ କହିଲେ ଆହେ ଧର୍ମସୂତ ହେ ଶୁଣନ୍ତୁ ବୋଇଲେ ନିଜେ ନାରାୟଣକୁ କାମାକ୍ଷୀ ଦେବୀ ତୋର ବାବୁ କୁଡ଼ା ବାବୁରେ କରି ରଖିଛି ବନର କୃଷ୍ଣଙ୍କର ସହସ୍ର ପୁଅ ଚଳିଗଲେ ଜନ୍ଦା ପିମ୍ପୁଡ଼ି ହୋଇ କରିବେ ଉଖୁଡ଼ା ଖାଇଲେ ତାପରେ ବ୍ରହ୍ମାଦେବ ଜାଣିଦେଲେ ଭାଇ ବ୍ରହ୍ମା ମଧ୍ୟ ରାଗରେ ତ ଗଲେ ତ ପଳାଇ କାମାକ୍ଷୀ ମନ୍ଦିରରେ ବ୍ରହ୍ମା ପ୍ରବେଶ ହୋଇଲେ କାଠ ବେଙ୍ଗ କରି ମାତା ତାଙ୍କୁ ରଖିଦେଲେ ଏ କଥା ଦୁଦଷ୍ଟି ଦେବ କର୍ଣ୍ଣରେ ଶୁଣିନ ପାଞ୍ଚ ଭାଇ ଯାକ ସେଦିନ ବାହାର ହେଲେ ରେ ନିଦାନ ପାଞ୍ଚଟା ଅସ୍ତ୍ର ଉପରେ ଯାଇ ନ ବସିଲେ ପାଞ୍ଚ ଭାଇ ସେଦିନରେ ବାହାର ହେଲେ କାମାକ୍ଷୀ ବନରେ ଯାଇ ହୋଇଲେ ପ୍ରବେଶ କାମାକ୍ଷୀ ମନ୍ଦିରକୁ ଯାଉଛନ୍ତି ଦେଖ ବାବୁ ସେଦିନ ମାତା ଦେଖ ବିଚାର କଲେ ଗାରେ ଧର୍ମସୂତ କେଡ଼େ କର୍ମ କରିଛୁ ବୋଇଲେ କିବା ସକାଶ ତୋର ବଞ୍ଚି ପାରିବ କିବା ମୋ ସଙ୍ଗରେ ପାଞ୍ଚ ଭାଇକିରେ ଯୁଦ୍ଧ କରିବ ଏହି ପରି କାମାକ୍ଷୀ ଦେଖ ବିଚାର କଲେ ତଳରୁ ଗୋଟିଏ କାଠି ବାବୁରେ ଉଠାଇ ଦେଲେ ଆଜ୍ଞା ମନ୍ତ୍ର ପାଠ କରି ଉପରେ ଫିଙ୍ଗି ନଦେଲେ ସେ ମନ୍ତ୍ର କାଠି ଯାଇ ସେ ପାଞ୍ଚ ଭାଇ ଉପର ପଡ଼ି ଯାଇ ଅଛି ବାବୁରେ ସେ ଅସ୍ତ୍ର ଉତ୍ତର ଆରେ ଅସ୍ତ୍ର ମାନେ ବାବୁରେ ପୀଡ଼ା ହୋଇଗଲେ ପାଞ୍ଚ ଭାଇ ଯାକ ତାଳ ବୃକ୍ଷ ହୋଇ ରହିଲେ ବାପ କିଏ ଜନ୍ଦା ହେଲା କିଏ ପିମ୍ପୁଡ଼ି ହେଲା କିଏ ବିଡ଼ା ହେଲା
ହେଲେ ଏ ମନ୍ତ୍ରଟା କେମିତି ତାଠୁ କାଉଁରୀ ଠାରୁ କିଏ ଅଧିକ ହବ? ହଁ ଏଥର ପଡ଼ିଗଲା ସଜରେ ଧନୁ କେବେ ନ ଛାଡ଼ିବ ଏ ପାଣ୍ଡା ଗାହାଣୁ। ଆହେ ବାବୁ ମାନେ ଶୁଣିବେ ମନ ଦେଇ ତାଠାରୁ ବଡ଼ ଦେବ ଏକ ଅଛି ରହି। ଏ କଥା ଗୋଟି ମହାଲକ୍ଷ୍ମୀ ଶୁଣିଲେ ହଇଲୋ କାମାକ୍ଷୀ କି କଥା କରିଛୁ ବୋଇଲେ। ଦେଖିବି ଦେଖିବି ଲୋ ପରାକ୍ରମ ତୋର, ଓ ଦେଖିବି ଦେଖିବି ଲୋ ପରାକ୍ରମ ତୋର। ତୁ କେମିତି କରି ଦେଇଛୁ କାମାକ୍ଷୀ ସୁନ୍ଦର। ମୋ ପାଖରେ 3ଟା ବିଦ୍ୟା ଅଛି, ମୋ ପାଖରେ ଯୋଉ ପୁଣି 3ଟା ବିଦ୍ୟା ଅଛି। ଓ ତୁ ସିନା ଜାଣିଛୁ 2ଟି ମନ୍ତ୍ର, ମୋର ଗୋଟିଏ ମନ୍ତ୍ର ବଳକା ଅଛି ମୋର ଠାରୁ। ଏ କଥା ଗୋଟିଏ ଆଜ୍ଞା ଲକ୍ଷ୍ମୀ କହିଲେ ମୁଁ ଧାର କରିବି ଯାଇ ବୋଇଲେ। ସେଦିନ ଚଳିଗଲେଣି ଲକ୍ଷ୍ମୀ ମାତ୍ର କାମାକ୍ଷୀ ଦେଉଳକୁ ଯିବାକୁ ନାହିଁ ଶକ୍ତି ସତ। କାମାକ୍ଷୀ ଦେଉଳକୁ ଯିବାକୁ ଶକ୍ତି ନାହିଁ। ହଁ ଖଣ୍ଡେ ଦୂରୁ ଦେଖ ଆଜ୍ଞା ରହିଗଲେ ଲକ୍ଷ୍ମୀ ମହାମାଇ। ଖଣ୍ଡେ ଦୂରେ ରହିଗଲେଣି ମୋ ଲକ୍ଷ୍ମୀ ମାତ। ଯେତିକ ମନ୍ତ୍ର ପଢିଲା କାଉଁରୀ ମାତ, ଯେତିକ କାଉଁରୀ ମନ୍ତ୍ର ପଢି ଦିଅଇ ମାଙ୍କ ପାଖରେ କି ମନ୍ତ୍ର ଅଛି ଦେଉ ଅଛି କହି। ଠିକ ଇଅଳା ପିଅଳା 2ଟି ମନ୍ତ୍ର ଲକ୍ଷ୍ମୀ ମାଙ୍କ ପାଶରେ ରହିଛି ଗଳାହାର। ଏ ଇଅଳା ପିଅଳା ମନ୍ତ୍ରରେ କାଟି ଦିଅନ୍ତି। ଶେଷରେ କାମାକ୍ଷୀ ଦେଖିବି ହାର ମାନିଛି। ସେଦିନ କହିଲେ ଆଲୋ ତୁ, ଲକ୍ଷ୍ମୀ କହିଲେ କାମାକ୍ଷୀକୁ ଏ କାମାକ୍ଷୀ मैंने छोड़ेंगे। आलो आलो तू कामाक्षी, कामाक्षी आलो तू। मु परा विष्णुଙ୍କର ଘରଣୀ लो ଯାଉଛି ମୁଁ। ଏଥର ଭେଟା ଭେଟି ହୋଇବା ଚାହୁଁ ଚାହୁଁ ଆଜ୍ଞା ସେ ମନ୍ତ୍ର ବଳରେ ସର୍ବେ ହେଲେ।